ଆଜିର ନିର୍ଦ୍ଦେଶନା ପାଇଁ ମା ସରସ୍ୱତୀଙ୍କୁ ନିବେଦନ କରୁଛି ସେ ମୋ କଣ୍ଠରେ ବିରାଜିତ ହୁଅନ୍ତୁ ଆଉ ପ୍ରକୃତି ମୋ ମାଧ୍ୟମରେ ଆପଣମାନଙ୍କୁ ଯେଉଁ ସନ୍ଦେଶ ଦେବାକୁ ଚାହୁଁଛନ୍ତି ସେ ସବୁକୁ ମୁଁ ସହଜରେ ଆପଣମାନଙ୍କୁ ପହଞ୍ଚେଇ ଦେଇପାରେ। ବନ୍ଧୁମାନେ, ଆଜି ନବରାତ୍ରିର ଅଷ୍ଟମ ଦିନ, ଆଶ୍ୱିନ ମାସର ଶୁକ୍ଲପକ୍ଷ ଅଷ୍ଟମୀ ତିଥି। ଏହି ଅଷ୍ଟମୀ ଦିନ ମା ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା ମହାଗୌରୀଙ୍କୁ ବିଶେଷ ଭାବରେ ଉପାସନା, ସାଧନା, ଆରାଧନା କରାଯାଏ। ମା ମହାଗୌରୀ ଆଦିପରାଶକ୍ତି ଅଗ୍ନି ସମ୍ଭୂତା ମା ଦୁର୍ଗାଙ୍କର ଏକ ସ୍ୱରୂପ। ଆଜି ଦିନରେ ଭଗବାନ ଶିବ ମା ଗୌରୀଙ୍କୁ ତାଙ୍କ ତପସ୍ୟାରେ ସମର୍ପିତ ହୋଇ ତାଙ୍କ ସହିତ ବିରାଜିତ ହୋଇ ପୂଜିତ ହୁଅନ୍ତି। ଆଜି ଭାରତବର୍ଷରେ ବିଭିନ୍ନ ସ୍ଥାନରେ ସାଧକ ସାଧିକା ମାନେ ମା ମହାଗୌରୀଙ୍କୁ ଆରାଧନା କରି ପରମ ଶାନ୍ତି, ସୁଖ, ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି। ଆଉ ଶରୀରରେ ଥିବା ସୋମ ଚକ୍ର ଜାଗ୍ରତ ହୋଇଥାଏ। ପୌରାଣିକ ମତ ଅନୁସାରେ ମାତା ପାର୍ବତୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଅର୍ଦ୍ଧାଙ୍ଗିନୀ ରୂପରେ ଗ୍ରହଣ କରିବା ପାଇଁ ସ୍ୱୀକୃତି ଦେଇଥିଲେ। ତାଙ୍କ ନିର୍ଦ୍ଦେଶରେ ମାତା ମହାଗୌରୀ ଯେତେବେଳେ ଗଙ୍ଗାରେ ସ୍ନାନ ପାଇଁ ଅବତରଣ କରିଥିଲେ ସେତେବେଳେ ମାଙ୍କର ଶରୀର ଶ୍ଵେତ ବର୍ଣ୍ଣା ହୋଇ ପ୍ରକଟ ହୋଇଥିଲେ। ମାଙ୍କର ଏହି ଜ୍ୟୋତି ସ୍ୱରୂପ ରୂପକୁ ମହାଗୌରୀ କୁହାଯାଏ। ତେବେ ଆସନ୍ତୁ ବନ୍ଧୁମାନେ, ଆଜି ଆମେ ତଥାଗତ ବୁଦ୍ଧଙ୍କ ପ୍ରଦତ୍ତ ଆନାପାନସତି ଧ୍ୟାନ ମାଧ୍ୟମରେ ପ୍ରଶ୍ୱାସ ଓ ନିଶ୍ୱାସ ସହିତ ଯୋଡ଼ି ହୋଇ ଅପ୍ରମେୟ ଶକ୍ତି ସମ୍ପନ୍ନ ଶ୍ଵେତ ବସନା ଚତୁର୍ଭୁଜା ମା ମହାଗୌରୀଙ୍କର ଆରାଧନା ଉପାସନା କରି ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବା। ଏହି ମହାଗୌରୀ ମା ପବିତ୍ରତା ଓ ଶାନ୍ତିର ପ୍ରତୀକ। ଆଜି ଧ୍ୟାନ ଯାତ୍ରା ପାଇଁ ପ୍ରଥମେ ନିଜକୁ ମୌନ ସ୍ଥିତିକୁ ନେଇ ଆସନ୍ତୁ। କେବଳ ଶାରୀରିକ ମୌନ ନୁହଁ, ଆନ୍ତରିକ ମୌନ। पूरा मौन। आसतु এই মৌন স্থিতিରେ ଶରୀରକୁ ପ୍ରସ୍ତୁତ କରିନେବା। ନିଜ ଭିତରେ ସହଜ ଭାବକୁ ଉତ୍ତରଣ କରିବା ପାଇଁ ଏକ ଆରାମଦାୟକ ଆସନ ପ୍ରସ୍ତୁତ କରି ନିଅନ୍ତୁ। କିଛି ପାଣି ପିଇ ନିଅନ୍ତୁ। ଚଷମା ପିନ୍ଧୁଥିଲେ ଉତାରି ଦିଅନ୍ତୁ। ତିନୋଟି ଲକ୍ ପକାଇ ଦିଅନ୍ତୁ ହାତ, ଗୋଡ଼ ଓ ଆଖିକୁ। ଆଖିକୁ କୋମଳତା ସହିତ ବନ୍ଦ କରି ଦିଅନ୍ତୁ। ଆଗରୁ ଆପଣମାନେ ବହୁତ ଚକ୍ଷୁ ମୁଦ୍ରିତ ଅବସ୍ଥାରେ ବସିଛନ୍ତି। ଆଜି କିନ୍ତୁ ବିଶେଷ ଭାବରେ ଆଖି ବନ୍ଦ କରନ୍ତୁ। ଆଖି ଭିତରେ ମାଙ୍କର ରୂପକୁ ସ୍ଥାପିତ କରି ନିଅନ୍ତୁ। କାରଣ ଆଜିର ସମୟ କେବଳ ଆପଣଙ୍କର। ଏକାନ୍ତରେ ମାଙ୍କୁ ଦର୍ଶନ କରିବା ସମୟ କେବଳ ଆପଣଙ୍କର। ନିଜ ହାତ ଧରି ନିଜ ଭିତରକୁ ପ୍ରବେଶ କରିବାର ସମୟ କେବଳ ଆପଣଙ୍କର। ଆଖି ବନ୍ଦ କଲେ ଅନ୍ତର୍ଦୃଷ୍ଟି ଜାଗ୍ରତ ହୁଏ। ଆଜିର ଏହି ଶକ୍ତି ଜାଗରଣ ଉତ୍ସବରେ ଆଖି ବନ୍ଦ କରିବା ନିହାତି ଆବଶ୍ୟକ। ଫ୍ରେଣ୍ଡସ୍,
शरीर को रिलैक्स कर दियंतु। पूरा ढिला छाड़ी दियंतु। आजिर ध्यान एक निर्देशित ध्यान। मोर निर्देशना अनुसार अंग प्रत्यंगर ध्यान केंद्रित करंतु। ध्यान केंद्रित करंतु मस्तिष्क रे। मस्तिष्क मांसपेशी रे फील करंतु। अनुभव करंतु रक्त संचालन को। मुखमंडल मांसपेशी ढिला छाड़ी दियंतु। रिलैक्स कर दियंतु। पूरा ढिला भ्रुकुटी दुईटू। जीभ तालू को ढिला कर दियंतु। ओठ खोला कर दियंतु। ग्रीवा देश को ध्यान केंद्रित करंतु। एथिरे थिबा वाइटल ऑर्गन सिस्टम को रिलैक्स कर दियंतु। ढिला छाड़ी दियंतु। ढिला छाड़तु पक्षरे थिबा मांसपेशी। वाइटल ऑर्गन सब को रिलैक्स कर दियंतु। धन्यवाद दियंतु। कृतज्ञता ज्ञापन करंतु। धीरे धीरे जागृतता को नहीं जातु उधर को। उधर समस्त वाइटल ऑर्गन्स को अतीन्द्रिय शक्ति माध्यम रे अवलोकन करंतु। फील करंतु। अनुभव करंतु। मानसिक भाव स्पर्श करंतु। धन्यवाद दियंतु। कृतज्ञता दियंतु। धीरे धीरे ध्यान केंद्रित करंतु। नितंब नितंब रे वाइटल ऑर्गन सब को जागृत भाव देखंतु। मानसिक भाव स्पर्श करंतु। धन्यवाद दियंतु। कृतज्ञता दियंतु। पूरा सीधा निम्न अवयव ऊर्ध्व अवयव को रिलैक्स कर दियंतु। ढिला छाड़ी दियंतु। पूरा सीधा पूरा सीधा हुई बसवा द्वारा तेज ब्रह्म और सहायता प्राप्त होता है। ए ब्रह्मांड दिव्य ज्ञान दिव्य ज्योति दिव्य चेतना ए शरीर स्वयं निज भीतर समाहित कर लेते हैं। बंधु माने आज ध्यान यात्रा रे अधिक शक्तिर आवश्यक। अधिक शक्ति पाई आसंतु संयुक्त हो जावा सामूहिक शक्ति और गुरु शक्ति सहित। गुरु शक्ति ही आमर ध्यान यात्रार साधन। यही गुरु शक्ति ही अव्यक्त। यही गुरु चेतना मनीष मनरे ब्रह्म सृष्टि करी ज्योतिष्मान करे। आसंतु प्रथमे गुरु पितामह पत्रिजी पाद पद्म प्रणाम करे आह्वान करिबा तांकर सूक्ष्म चेतना को। आह्वान करिबा सप्त ऋषि आदि ऋषि चेतना कनेक्ट हो जिबा मातृशक्ति सहित माँ वसुंधरा ऊर्जा सहित कनेक्ट हो जिबा माता गंगा ऊर्जा सहित जोड़ी हो जिबा शक्ति स्वरूपा आदि शक्ति ब्रह्ममयी शताक्षी शाकांबरी माँ दुर्गा नौ रूप को नौ रूपर ऊर्जा सहित आह्वान करिबा आर्किटोरियल मास्टर्स सूर्यलोक देवलोक सत्यलोक मास्टर्स मान कनेक्ट हो जातु नक्षत्र मंडल सहित ग्रह मंडल सहित। आज ब्रह्मांडीय ऊर्जा निहाती आवश्यक शक्ति जागरण पाई अवलोकन करंतु। आम सहित ए ब्रह्मर्षि महर्षि
ଦେବର୍ଷିମାନଙ୍କ ସୂକ୍ଷ୍ମ ଭାବରେ ଯୋଡ଼ି ହୋଇଯାଇଛନ୍ତି। ଏହି ଗୁରୁମଣ୍ଡଳୀଙ୍କର ସୂକ୍ଷ୍ମତାକୁ ସ୍ୱୀକାର କରନ୍ତୁ। ଗୁରୁମଣ୍ଡଳୀଙ୍କର ଉପସ୍ଥିତିକୁ ସ୍ୱୀକାର କରନ୍ତୁ। ଗୋଟିଏ ପଦ୍ମ ଫୁଲ ପରି ସିଧା ହୋଇ ବସନ୍ତୁ। ଗୋଟିଏ ସଂକଳ୍ପ କରନ୍ତୁ। କୁହନ୍ତୁ, ମୁଁ ଆଜି ପୂର୍ଣ୍ଣ ଜାଗୃତ ଭାବରେ ଧ୍ୟାନର ଗଭୀର ପ୍ରଦେଶକୁ ଯାଇ ଇଷ୍ଟ ଦେବଙ୍କ ଶକ୍ତି ସହିତ ଯୋଡ଼ି ହୋଇ ଗୁରୁମଣ୍ଡଳୀର ଶକ୍ତି ସହିତ ଯୋଡ଼ି ହୋଇ ଆଜିର ସଂକଳ୍ପ ପୂର୍ତ୍ତି କରିବି। ମୁଁ ଆଜି ପୂର୍ଣ୍ଣ ଜାଗୃତ ଭାବରେ ଧ୍ୟାନର ଗଭୀର ପ୍ରଦେଶକୁ ଯାଇ ଇଷ୍ଟ ଦେବଙ୍କ ଶକ୍ତି ଗୁରୁଙ୍କର ଶକ୍ତି ସହିତ ସଂଯୁକ୍ତ ହୋଇ ଆଜିର ଧ୍ୟାନ ସଂକଳ୍ପକୁ ପୂର୍ତ୍ତି କରିବି। ଶକ୍ତିର ପ୍ରବାହ ହୋଇ ଚାଲିଛି। ବର୍ତ୍ତମାନ ଆସନ୍ତୁ ମାନସିକ ଏକାଗ୍ରତା ପାଇଁ ଶ୍ୱାସ ସହିତ ଯୋଡ଼ି ହୋଇଯିବା। ଭିତରକୁ ନେଉଥିବା ଶ୍ୱାସ, ବାହାରକୁ ଆସୁଥିବା ଶ୍ୱାସ ଫିଲ୍ କରନ୍ତୁ, ଅନୁଭବ କରନ୍ତୁ। ପ୍ରସ୍ତୁତ ହୁଅନ୍ତୁ ଫ୍ରେଣ୍ଡସ୍। ମୋ ସହିତ 3ଟି ଦୀର୍ଘ ଗଭୀର ଶ୍ୱାସ ନିଅନ୍ତୁ। ଧରି ରଖନ୍ତୁ ଯେତେ ସମୟ ପାରୁଛନ୍ତି। ଧୀରେ ଧୀରେ ମୁହଁ ବାଟେ ଶ୍ୱାସ ଛାଡ଼ନ୍ତୁ। ଦୀର୍ଘ ଗଭୀର ଶ୍ୱାସ ଭିତରକୁ ନିଅନ୍ତୁ। ପେଟ ଫୁଲିବାର ଅନୁଭବ। ଛୋଟ ଶିଶୁ ପରି ପେଟଟିକୁ ଫୁଲେଇ ଦିଅନ୍ତୁ। ଛାତିରେ ସମ୍ବେଦନା ଅନୁଭବ କରନ୍ତୁ। ଧୀରେ ଧୀରେ ନିଶ୍ୱାସକୁ ଛାଡ଼ି ଦିଅନ୍ତୁ। ଆଉ ଏକ ଦୀର୍ଘ ଗଭୀର ଶ୍ୱାସ ଭିତରକୁ ନିଅନ୍ତୁ। ପ୍ରାଣ ଉର୍ଜା ନାଭି ପର୍ଯ୍ୟନ୍ତ। ନାଭି ଚତୁଃପାର୍ଶ୍ୱରେ ଘୁରି ଆସନ୍ତୁ। ଧୀରେ ଧୀରେ ନିଶ୍ୱାସ ଛାଡ଼ି ଦିଅନ୍ତୁ। ସୁନ୍ଦର। ଆଉ ଏକ ଦୀର୍ଘ ଗଭୀର ଶ୍ୱାସ। ଶ୍ୱାସ ସହିତ ନିଅନ୍ତୁ ରଚନାତ୍ମକ ଭାବ, ଶାନ୍ତିର ଭାବ। ଧୀରେ ଧୀରେ ଫେରି ଆସ। ଫ୍ରେଣ୍ଡସ୍, ଅସଲ ଚାବିକାଠି ଗୋଟିଏ ଏକାଗ୍ର ମନ ତାର ଇପ୍ସିତ ଶତ ଶତ ବସ୍ତୁ ଓ ବ୍ୟକ୍ତିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ସମ୍ପୂର୍ଣ୍ଣ ଏକାଗ୍ର ହୋଇଯାଆନ୍ତୁ। ପୂର୍ଣ୍ଣ ସମର୍ପିତ ହୋଇଯାଆନ୍ତୁ। ଆଜିର ଯାତ୍ରା ସ୍ଥୂଳରୁ ସୂକ୍ଷ୍ମ, ଅନ୍ଧକାରରୁ ଆଲୋକ ଶ୍ୱାସ ସହିତ ଯୋଡ଼ି ହୋଇ ରୁହନ୍ତୁ। ସ୍ୱାଭାବିକ ଶ୍ୱାସ। ଗୋଟିଏ ଦ୍ରଷ୍ଟା ହୋଇ ଶ୍ୱାସକୁ ଦେଖନ୍ତୁ। ଧୀରେ ଧୀରେ ଶ୍ୱାସ ସହିତ ଶରୀର ଭିତରକୁ ପ୍ରବେଶ କରନ୍ତୁ। ଯେତେ ଦୂର ପାରୁଛନ୍ତି ଯାଆନ୍ତୁ। ଧୀରେ ଧୀରେ ନିଶ୍ୱାସକୁ ଛାଡ଼ି ଦିଅନ୍ତୁ। ପ୍ରତି ଶ୍ୱାସରେ ଚେତନାରେ ବିସ୍ତାର ହୋଇ ଚାଲିଛି। ମନରେ ଆନନ୍ଦ ଭରି ଚାଲିଛି। ଶ୍ୱାସରେ ନିଅନ୍ତୁ ବାତାବରଣରୁ ଶାନ୍ତିର ଶକ୍ତିକୁ, ପ୍ରସନ୍ନତାର ଶକ୍ତିକୁ, ସନ୍ତୁଷ୍ଟିର ଶକ୍ତିକୁ। ପୂର୍ଣ୍ଣ ସମର୍ପିତ ଭାବରେ ଶ୍ୱାସ ନେଉ ନେଉ କୁହନ୍ତୁ ଶୋ। ଶ୍ୱାସ ଛାଡୁ ଛାଡୁ କୁହନ୍ତୁ ହମ୍। 11 times, 11 ଥର କରନ୍ତୁ। ଶୋ ହମ୍, ଶୋ ହମ୍। ଶ୍ୱାସ ନେଉ ନେଉ କୁହନ୍ତୁ ଶୋ। ଶ୍ୱାସ ଛାଡୁ ଛାଡୁ କୁହନ୍ତୁ ହମ୍।
शो हम शो हम शो हम शो हम शो हम शो हम ଆପଣଙ୍କ ଶରୀରରେ ଶକ୍ତି ବୃଦ୍ଧି ହୋଇଯାଇଛି। ପ୍ରତି କୋଶିକାରେ ଜାଗରଣ ଶକ୍ତିର ଜାଗରଣ ହୋଇଯାଇଛି। ପ୍ରାଣ ଶକ୍ତି ସ୍ପର୍ଶ କରିଛି ପ୍ରତି କୋଶିକାକୁ। ଧୀରେ ଧୀରେ ଶରୀର ଶିଥିଳ ହୋଇ ଆସୁଛି, ସ୍ଥିର ହୋଇ ଆସୁଛି। କେହି ବି ଆଖି ଖୋଲନ୍ତୁ ନାହିଁ। ଫିଲ୍ କରନ୍ତୁ ଶରୀରକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ। କେଉଁଠାରେ ଆପଣଙ୍କୁ କଷ୍ଟ ଅନୁଭବ ହେଉଛି ଫିଲ୍ କରନ୍ତୁ। ସେହି ସ୍ଥାନରେ ସନ୍ତୁଳିତ ସକାରାତ୍ମକ ऊर्जाକୁ ଭରି ନିଅନ୍ତୁ। ପୁରା ସ୍ଥିର। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବରଫ ଗୋଳା ପାଣିର ଶୀତଳତା। ଶରୀରରେ ସ୍ପନ୍ଦନ, ଶରୀରରେ ଶିହରଣ ଅନୁଭବ କରନ୍ତୁ। ଧୀରେ ଧୀରେ ଆପଣଙ୍କ ଶରୀର ଅଚଳ ପର୍ବତ ପରି ସ୍ଥିର ହୋଇଯାଇଛି, ନିଷ୍ପନ୍ଦ, ଅବିଚଳ। ମନ ନିର୍ବିଚାର, ନିର୍ବିକାର, ଚେତନା ଜାଗ୍ରତ। ଆଖି ସ୍ଥିର ହୋଇଯାଇଛି। ଚେତନ ମନ ଧୀରେ ଧୀରେ ସୁପ୍ତ ହୋଇ ଆସୁଛି। ସମସ୍ତ ଇନ୍ଦ୍ରିୟ ନିଷ୍କ୍ରିୟ ହୋଇଯାଇଛନ୍ତି। ଶରୀର ଜ୍ଞାନରୁ ମୁକ୍ତ ହୋଇଯାଇଛି। ଅହଂ ପରିଧିରୁ ମୁକ୍ତ ହୋଇଯାଇଛି। ଆପଣ କେବଳ ଚେତନା, ହୃଦୟଗତ ଚେତନାରେ ପରିଣତ ହୋଇଛନ୍ତି। ସ୍ୱାଭାବିକ ଶ୍ୱାସ ସହିତ ଏକ ହୋଇଯାଆନ୍ତୁ। ଏହି ଶ୍ୱାସ ଥିଲେ ହିଁ ଆମେ ଶିବ, ଶ୍ୱାସ ନଥିଲେ ଆମେ ଶବ। ଧୀରେ ଧୀରେ ଫିଲ୍ କରନ୍ତୁ ନିଜର ସତ୍ୟ ସ୍ୱରୂପ, ନିଜର ସୁଖତାକୁ। ଆପଣ ପୂର୍ଣ୍ଣ ସମାଧି ସ୍ଥିତିରେ ଫିଲ୍ କରନ୍ତୁ ନିଜର ଜ୍ୟୋତିର୍ମୟ ସ୍ଥିତିକୁ। ଅନୁଭବ କରନ୍ତୁ, ଅବଲୋକନ କରନ୍ତୁ। ବିଶ୍ୱ ପ୍ରାଣ ଶକ୍ତି ଧୀରେ ଧୀରେ ଲେଜର ଲାଇଟ୍ ପରି ବ୍ରହ୍ମରନ୍ଧ୍ର ମଧ୍ୟ ଦେଇ ଶରୀର ଭିତରକୁ ପ୍ରବେଶ କରୁଛି। ତା ସହିତ ପ୍ରବେଶ କରୁଛି ବୃହସ୍ପତିଙ୍କ ଠାରୁ ମେଧା ଶକ୍ତି, ଚନ୍ଦ୍ରଙ୍କ ଠାରୁ ଶୀତଳତାର ଶକ୍ତି, ବୁଦ୍ଧଙ୍କ ଠାରୁ ସାହସର ଶକ୍ତି, ମଙ୍ଗଳ ଠାରୁ ଜ୍ଞାନର ଶକ୍ତି, ସୂର୍ଯ୍ୟଙ୍କ ଠାରୁ ଓଜସ୍ର ଶକ୍ତି, ସେଣ୍ଟ୍ରାଲ ସନ୍ଙ୍କ ଠାରୁ ଶକ୍ତି ପ୍ରବେଶ କରୁଛି ଆପଣଙ୍କ ଶରୀରରୁ। ନବଦ୍ୱାରକୁ ମୁକ୍ତ କରିଦିଅନ୍ତୁ ଫ୍ରେଣ୍ଡସ୍। ଆପଣ ବର୍ତ୍ତମାନ ଶୂନ୍ୟ ସମାଧି ସ୍ଥିତିରେ ଆପଣ ପରମାତ୍ମାଙ୍କ ऊर्जा ସ୍ରୋତ ସହିତ ଯୋଡ଼ି ହୋଇଛନ୍ତି। ଶରୀରରେ ପ୍ରକମ୍ପନା, ଉଷ୍ମତା। ଫ୍ରେଣ୍ଡସ୍, ଏ ବ୍ରହ୍ମାଣ୍ଡ ଆପଣଙ୍କ ସହିତ ମିଶି ଆପଣଙ୍କ ସଂକଳ୍ପ ପୂର୍ତ୍ତି କରିବା ପାଇଁ, ସହଯୋଗ କରିବା ପାଇଁ ପ୍ରସ୍ତୁତ। ଅନୁଭବ କରନ୍ତୁ ଆପଣ ସୂକ୍ଷ୍ମ ସ୍ଥିତିରେ ଏକ ଉଜ୍ଜଳ ଦିବ୍ୟ ଆଲୋକ ଶକ୍ତିରେ ପରିଣତ ହୋଇଯାଇଛନ୍ତି। ଯେମିତି ଅଗ୍ନି ସ୍ଫୁଲିଙ୍ଗରେ ବହ୍ନି ଶାଶ୍ୱତ, ଠିକ୍ ସେହିପରି ଆତ୍ମା ପରମାତ୍ମାଙ୍କ ଅଂଶ, ଏକ ଶାଶ୍ୱତ ସତ୍ୟ। ଆପଣ ଜ୍ୟୋତି ସ୍ୱରୂପ ଆତ୍ମା, ନିର୍ବିକାର, ନିର୍ଲିପ୍ତ, ନିରାକାର, ଅନନ୍ତ ଜ୍ୟୋତି। ଏକ ଅଶବ୍ଦ ନିଃଶବ୍ଦ ତତ୍ଵ,
ନିଜକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱପିତାଙ୍କ ନିକଟରେ ସମର୍ପି ଦିଅନ୍ତୁ ଫ୍ରେଣ୍ଡସ୍। ପୂର୍ଣ୍ଣ ଜାଗ୍ରତ ଭାବରେ ସମର୍ପି ଦିଅନ୍ତୁ। ପ୍ରାଣର ସଞ୍ଚାର ଅନୁଭବ କରନ୍ତୁ ସମଗ୍ର ଶରୀରରେ। ଶକ୍ତିର ସୂକ୍ଷ୍ମ ତରଙ୍ଗ ପ୍ରତି କୋଶିକାକୁ ସ୍ପର୍ଶ କରିଛି। ପ୍ରତି ଲୋହିତ ରକ୍ତର ଧାରାରେ ପ୍ରବାହ ହୋଇଛି ଲକ୍ଷ ଲକ୍ଷ ଉଜ୍ଜଳ ଜ୍ୟୋତି। ନିଜ ଶରୀରକୁ ରିଚାର୍ଜ କରିବାକୁ ଦିଅନ୍ତୁ। ବହିବାକୁ ଦିଅନ୍ତୁ ପ୍ରକୃତି ସହିତ। ଫ୍ରେଣ୍ଡସ୍, ଈଶ୍ୱରଙ୍କ ଦିବ୍ୟ ଜ୍ଞାନ, ଦିବ୍ୟ ସାମର୍ଥ୍ୟ, ଦିବ୍ୟ ପ୍ରେମ, ଦିବ୍ୟ ପ୍ରକାଶ ଆମରି ଭିତରେ ପ୍ରକାଶ କରିବା ପାଇଁ ଆମ ଶରୀର ପ୍ରସ୍ତୁତ ହୋଇଯାଇଛି। ଆମ ଭିତରେ ଦାନବ ଶକ୍ତିକୁ ନିଧନ କରିବା ପାଇଁ ଆଜି ଶକ୍ତି ଜାଗରଣର ଉତ୍ସବ। ଏବେ ଆସନ୍ତୁ ବନ୍ଧୁମାନେ, ପୂର୍ଣ୍ଣ ସମର୍ପିତ ଭାବରେ ପରମ ଶାନ୍ତିଦାୟିନୀ ଶକ୍ତି ସ୍ୱରୂପା କାରଣ ସ୍ୱରୂପା ଯୋଗମାୟା ମା ମହାଗୌରୀଙ୍କୁ ଆରାଧନା କରି ଆମ ଭିତରର ସୌମ୍ୟତା, ଦିବ୍ୟତା, ପ୍ରଶାନ୍ତିତା ଆଶୀର୍ବାଦ ରୂପେ ପ୍ରାପ୍ତ କରିବା। କେହି ବି ଆଖି ଖୋଲନ୍ତୁ ନାହିଁ, ପୁରା ସିଧା ହୋଇ ବସନ୍ତୁ, ଆନନ୍ଦ ନିଅନ୍ତୁ। ଆଜି ଆପଣ ପୂର୍ଣ୍ଣ ସମାଧି ସ୍ଥିତିରେ, ଏହି ସ୍ଥିତିରେ ମନ ମନ୍ଦିରରେ ମା ମହାଗୌରୀଙ୍କ ଲାଗି ଆସନ ବେଦୀଟିଏ ପ୍ରସ୍ତୁତ କରିଦିଅନ୍ତୁ। ଏହା ଉପରେ ରଖନ୍ତୁ ଶ୍ଵେତ ବସ୍ତ୍ରଟିଏ। କାରଣ ଶ୍ଵେତ ରଙ୍ଗ ମାଙ୍କର ଖୁବ ପସନ୍ଦ। ଚତୁର୍ଦିଗରେ ଶ୍ଵେତ ପୁଷ୍ପ ସଜ୍ଜିତ କରିଦିଅନ୍ତୁ। ଶ୍ଵେତ ରଙ୍ଗ ସହିତ ଶାନ୍ତିର ଊର୍ଜାକୁ ନିଜ ଭିତରେ ସମାହିତ କରି ନିଅନ୍ତୁ। ସୁନ୍ଦର ଆଲପନାଟିଏ ପ୍ରସ୍ତୁତ କରି ନିଅନ୍ତୁ। ଆଲପନାର ଡାହାଣ ପାଖରେ କଳସୀ ପାଇଁ ସ୍ୱସ୍ତିକର ଆଲପନାଟିଏ ପକାଇ ଦିଅନ୍ତୁ। ଆନନ୍ଦର ଊର୍ଜାକୁ ନିଜ ଭିତରକୁ ପ୍ରତିଷ୍ଠା କରିବାକୁ ଦିଅନ୍ତୁ। ଆଜିର ସଂକଳ୍ପ ପୂର୍ତ୍ତିର ଖୁସିକୁ ନିଜ ଭିତରେ ପ୍ରତିଷ୍ଠା କରିବାକୁ ଦିଅନ୍ତୁ। ମାଙ୍କର ଆସନ ପାର୍ଶ୍ୱରେ ଆଉ 9ଟି ଆସନ ପ୍ରସ୍ତୁତ କରନ୍ତୁ। ଆସନର ପାର୍ଶ୍ୱରେ ଆଲପନା ଦେଇ କିଛି ଧାନ କିମ୍ବା ଜଅ ରଖନ୍ତୁ। ଜଅ ଉପରେ ମାଟିର ଚିତ୍ରିତ କଳସଟିଏ ସ୍ଥାପନ କରିଦିଅନ୍ତୁ। କଳସୀରେ ଜଳ ଭରି ଦିଅନ୍ତୁ। ତା ଉପରେ ରଖନ୍ତୁ ଆମ୍ର ପଲ୍ଲବଟିଏ। ଆମ୍ର ପଲ୍ଲବ ଉପରେ ରଖନ୍ତୁ ଦିବ୍ୟ ଫଳ ନାରିକେଳ। ନାରିକେଳ ଉପରେ ରଖନ୍ତୁ ଲାଲ ବସ୍ତ୍ରଟିଏ। ଫୁଲରେ ସଜେଇ ଦିଅନ୍ତୁ କଳସୀଙ୍କୁ। ମାତା ଗୌରୀ ଏକାତ୍ରିକମେ ଶିବଙ୍କର ଶକ୍ତି, ବିଷ୍ଣୁଙ୍କର ଶକ୍ତିର ସମନ୍ୱୟ। ମାଙ୍କୁ ପୂଜା କରିବା ପାଇଁ ପୂଜା ଥାଳିଟିଏ ସଜେଇ ଦିଅନ୍ତୁ। ଥାଳିରେ ରଖନ୍ତୁ ଧୂପ, ଦୀପ, ପଞ୍ଚଫଳ, ପୁଷ୍ପ, ଦୁର୍ବା, ଚନ୍ଦନ, ଅକ୍ଷତ ଓ କର୍ପୂର, ହଳଦୀ ଓ ସିନ୍ଦୁର। ପ୍ରସାଦ ରୂପରେ ରଖନ୍ତୁ ମଧୁ।
ଆଉ ପଞ୍ଚମେବା ମାଙ୍କ ଲାଗି ଶ୍ଵେତ ବସନଟି ଉପଲବ୍ଧ କରାନ୍ତୁ। ନିଜର ସାଧନ ଅନୁସାରେ ନିଜର ସାମର୍ଥ୍ୟ ଅନୁସାରେ 9 କନ୍ୟାଙ୍କୁ ନିମନ୍ତ୍ରଣ କରନ୍ତୁ। ଅବଲୋକନ କରନ୍ତୁ ଧୀରେ ଧୀରେ ନବକନ୍ୟା ପୂଜା ମଣ୍ଡପକୁ ଆସିଛନ୍ତି। ପ୍ରଥମ କନ୍ୟା କୁମାରିକା ପଦ ପ୍ରକ୍ଷାଳନ କରନ୍ତୁ। କୁମାରୀ କନ୍ୟା କୁମାରିକାଙ୍କୁ ଆସନରେ ଉପବିଷ୍ଟ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଅବଲୋକନ କରନ୍ତୁ ଦ୍ୱିତୀୟ କନ୍ୟା ସୁଭଦ୍ରା ଧୀରେ ଧୀରେ ପଦ ପ୍ରକ୍ଷାଳନ କରନ୍ତୁ। ଆସନରେ ବସିବା ପାଇଁ ନିର୍ଦ୍ଦେଶନା ଦିଅନ୍ତୁ। ତୃତୀୟ କନ୍ୟାଙ୍କ ଆଗମନ। ତୃତୀୟ କନ୍ୟା ସମ୍ଭାବୀ ଧୀରେ ଧୀରେ ସମ୍ଭାବୀ ଆପଣଙ୍କ ଆଡକୁ ଆସୁଛନ୍ତି। ପଦ ପ୍ରକ୍ଷାଳନ କରନ୍ତୁ। ଆସନରେ ବସିବା ପାଇଁ ନିର୍ଦ୍ଦେଶନା ଦିଅନ୍ତୁ। ସୁନ୍ଦର ଅନୁଭବ। ଚତୁର୍ଥ କନ୍ୟା ଚଣ୍ଡିକା ଧୀରେ ଧୀରେ ଗୋଟିଏ ଗୋଟିଏ ପାଦ ପକାଇ ଆପଣଙ୍କ ଆଡକୁ ଆସୁଛନ୍ତି। ଚଣ୍ଡିକାଙ୍କର ପାଦ ପ୍ରକ୍ଷାଳନ କରନ୍ତୁ। ମାଙ୍କ ନିକଟରେ ଥିବା ଆସନରେ ବସିବା ପାଇଁ ନିର୍ଦ୍ଦେଶନା ଦିଅନ୍ତୁ। ପଞ୍ଚମ କନ୍ୟା ତ୍ରିମୂର୍ତ୍ତି ଧୀରେ ଧୀରେ ପାଦ ପ୍ରକ୍ଷାଳନ କରନ୍ତୁ। ବସିବାକୁ ଦିଅନ୍ତୁ ଆସନରେ। ଷଷ୍ଠ କନ୍ୟାଙ୍କ ଆଗମନ। ଷଷ୍ଠ କନ୍ୟା ରୋହିଣୀ ଧୀରେ ଧୀରେ ମଣ୍ଡପ ଉପରକୁ ଆସିଛନ୍ତି। ତାଙ୍କର ପାଦ ପ୍ରକ୍ଷାଳନ କରନ୍ତୁ। ଆସନ ଉପରେ ବସିବା ପାଇଁ ନିର୍ଦ୍ଦେଶନ ଦିଅନ୍ତୁ। ସପ୍ତମ କନ୍ୟା କାଳୀ ପାଦ ପ୍ରକ୍ଷାଳନ କରନ୍ତୁ। ଆସନରେ ବସିବା ପାଇଁ ନିର୍ଦ୍ଦେଶନା ଦିଅନ୍ତୁ। ଅବଲୋକନ କରନ୍ତୁ ଅଷ୍ଟମ କନ୍ୟା କଲ୍ୟାଣୀଙ୍କ ଆଗମନକୁ। ଧୀରେ ଧୀରେ କଲ୍ୟାଣୀ ଆସୁଛନ୍ତି ମଣ୍ଡପ ଉପରକୁ। ତାଙ୍କର ପାଦ ପ୍ରକ୍ଷାଳନ କରି ଦିଅନ୍ତୁ। ଆସନରେ ବସିବା ପାଇଁ ଅନୁରୋଧ କରନ୍ତୁ। ନବମ କନ୍ୟା ଦୁର୍ଗା ଧୀରେ ଧୀରେ ନବମ କନ୍ୟା ଆଗକୁ ଆସିଛନ୍ତି। ଆନନ୍ଦରେ ପ୍ରେମରେ ଶାନ୍ତିରେ ତାଙ୍କ ପଦ ପ୍ରକ୍ଷାଳନ କରନ୍ତୁ। ଆସନରେ ଉପବିଷ୍ଟ ହେବା ପାଇଁ ଅନୁରୋଧ କରନ୍ତୁ। ଏ ସମସ୍ତ କନ୍ୟା ମାତାଙ୍କର କ୍ଷୁଦ୍ର ରୂପ। ଆଜିର ଏହି ନବକନ୍ୟାଙ୍କ ସୁରକ୍ଷା ପାଇଁ ସାଥିରେ ଆସିଛନ୍ତି ବଟୁକ ଭୈରବ ଶିବ। ସୁନ୍ଦର ଅନୁଭବ। ଜଣ ଜଣ କରି ସମସ୍ତଙ୍କୁ ଆରତି କରନ୍ତୁ। ତିଳକ ରୂପରେ ଅକ୍ଷତ ସିନ୍ଦୁର ହଳଦୀ ଚନ୍ଦନ ଲଗେଇ ଦିଅନ୍ତୁ। ସୁନ୍ଦର ଲାଲ ରଙ୍ଗର ଓଢ଼ଣୀରେ 9 କନ୍ୟାଙ୍କୁ ସଜେଇ ଦିଅନ୍ତୁ। ହାତରେ ଲାଲ ଚୁଡ଼ି ପିନ୍ଧେଇ ଦିଅନ୍ତୁ।
ସମସ୍ତଙ୍କ ନିକଟରେ ପ୍ରସାଦର ଥାଳି ସଜେଇ ଦିଅନ୍ତୁ। ପୂର୍ଣ୍ଣ ସମର୍ପିତ ହୋଇ ଧ୍ୟାନସ୍ଥ ହୋଇଯାଆନ୍ତୁ। ମାଙ୍କର ରୂପକୁ ଧ୍ୟାନ କରନ୍ତୁ। ଆହ୍ୱାନ କରନ୍ତୁ ମାତାଙ୍କର ଉର୍ଜାକୁ। ମାନସିକ ଭାବେ 10 ଦିଗପାଳଙ୍କୁ ଆହ୍ୱାନ କରନ୍ତୁ। ପଞ୍ଚଦେବତାଙ୍କୁ ଆହ୍ୱାନ କରନ୍ତୁ। ଶ୍ରୀ ଗଣେଶଙ୍କୁ ପୁଷ୍ପ ଧୂପ ଦେଇ ଆରାଧନା କରନ୍ତୁ ଓ କୁହନ୍ତୁ, ହେ ଗୌରୀପୁତ୍ର, ହେ ବିଘ୍ନ ବିନାଶନ, ଆମର ସକଳ ବିଘ୍ନ ବିନାଶ କରନ୍ତୁ। ପୃଥିବୀବାସୀଙ୍କର ବିଘ୍ନ ବିନାଶ କରନ୍ତୁ। ହେ ଗୌରୀପୁତ୍ର, ହେ ବିଘ୍ନ ବିନାଶନ, ଆମର ସକଳ ବିଘ୍ନ ବିନାଶ କରନ୍ତୁ। ପୃଥିବୀବାସୀଙ୍କର ବିଘ୍ନ ବିନାଶ କରନ୍ତୁ। ସମ୍ପୂର୍ଣ୍ଣ ସମର୍ପିତ ହୋଇ ଧ୍ୟାନସ୍ଥ ହୋଇଯାଆନ୍ତୁ। ଏହି ସମର୍ପଣ ଭାବ ହିଁ ତପସ୍ୟା। କେହି ବି ଆଖି ଖୋଲନ୍ତୁ ନାହିଁ। ଅନୁଭବ କରନ୍ତୁ ମାତା ଆପଣଙ୍କର ପ୍ରେମ ଭରା, ଭକ୍ତି ଭରା ଆହ୍ୱାନକୁ ଗ୍ରହଣ କରିଛନ୍ତି। ଧୀରେ ଧୀରେ ଆଖି ଖୋଲନ୍ତୁ। ଅବଲୋକନ କରନ୍ତୁ। ଭାବପୂର୍ଣ୍ଣ ନୟନରେ ଦେଖନ୍ତୁ ମାଙ୍କୁ। ଧୀରେ ଧୀରେ ମାତା ଆପଣଙ୍କ ଆଡକୁ ଅଗ୍ରସର ହେଇ ଆସୁଛନ୍ତି। ଦେଖନ୍ତୁ ମାଙ୍କର ମହିମା ରୂପକୁ। ସୁନ୍ଦର ଅନୁଭବ। ସମ୍ପୂର୍ଣ୍ଣ ଭାବେ କଲ୍ୟାଣକାରୀ ମାଙ୍କର ଶରଣାପନ୍ନ ହୁଅନ୍ତୁ। ଧୀରେ ଧୀରେ ଅବଲୋକନ କରନ୍ତୁ, ଫିଲ୍ କରନ୍ତୁ ମାଙ୍କର ଜ୍ୟୋତିରେ ଆପଣଙ୍କର ଆଖି ଝଲସି ଯାଉଛି। ମାଙ୍କର ଦିବ୍ୟ ରୂପକୁ ଅବଲୋକନ କରନ୍ତୁ। ଶ୍ଵେତବର୍ଣ୍ଣା, ଶ୍ଵେତବସନା, ଚତୁର୍ଭୁଜା ମାତା ଗୌରୀ ଶଙ୍କର ଭଗବାନଙ୍କ ସହିତ ଶ୍ଵେତ ବୃଷଭରେ ଉପବିଷ୍ଟ ହୋଇ ଆଗକୁ ଆସୁଛନ୍ତି। ତାଙ୍କର ଗୋଟିଏ ହସ୍ତରେ ତ୍ରିଶୂଳ, ଗୋଟିଏ ହସ୍ତରେ ବାବା ନୀଳକଣ୍ଠଙ୍କର ଡମ୍ବରୁ। ଆପଣଙ୍କର ଆଭାମଣ୍ଡଳରେ ସ୍ପନ୍ଦନ, ଆଭାମଣ୍ଡଳରେ ଉଷ୍ମତା, ଶରୀରର ରକ୍ତ ସଞ୍ଚାରଣ ବଢି ଚାଲିଛି। ଆସନରେ ଉପବିଷ୍ଟ ହେବାକୁ ଦିଅନ୍ତୁ ମାତା ଗୌରୀ ଭଗବାନ ଶଙ୍କରଙ୍କୁ। ଆନନ୍ଦ ନିଅନ୍ତୁ। ଫିଲ୍ କରନ୍ତୁ ପ୍ରତି କୋଶିକାରେ ସମର୍ପଣର ଭାବ। ଭାବାଶ୍ରୁରେ ପଦ ପ୍ରକ୍ଷାଳନ କରନ୍ତୁ। ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ। ପ୍ରଣାମ କରନ୍ତୁ ଗୁରୁମଣ୍ଡଳୀଙ୍କୁ। ପ୍ରଣାମ କରନ୍ତୁ ବିଶ୍ୱପିତାଙ୍କୁ। ବର୍ତ୍ତମାନ ପଞ୍ଚ ଉପଚାରରେ ପୂଜନ ପାଇଁ ଦିଅନ୍ତୁ ପୁଷ୍ପ, ଚନ୍ଦନ, ସିନ୍ଦୁର, ଅକ୍ଷତ। ନିଜକୁ ବିଶ୍ୱାସ କରନ୍ତୁ। ଆଜିର ଏ ଦିବ୍ୟ ମୁହୂର୍ତ୍ତକୁ ବିଶ୍ୱାସ କରନ୍ତୁ ଫ୍ରେଣ୍ଡସ୍। ନିଜ ଭିତରେ ଅନୁଭବ କରନ୍ତୁ ମାଙ୍କର ଉର୍ଜା। ମାଙ୍କର ଉର୍ଜା ସହିତ ଯୋଡି ହୋଇଯାଆନ୍ତୁ। ମା ଗୌରୀଙ୍କୁ ପୂଜା କରିବା ଦ୍ୱାରା ଭଗବାନ ଶିବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ନିଜର ମନୋକାମନାକୁ ମାଙ୍କୁ ଅର୍ପଣ କରନ୍ତୁ। ଭଗବାନ ଶିବ ମହାଗୌରୀଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପିତ ହୋଇଯାଆନ୍ତୁ।
କେହି ବି ଆଖି ଖୋଲନ୍ତୁ ନାହିଁ। ପୂର୍ଣ୍ଣ ସମର୍ପିତ ଭାବରେ କିଛି କ୍ଷଣ ବସନ୍ତୁ ଏହି ସ୍ଥିତିରେ। ଆପଣଙ୍କ ଆଭାମଣ୍ଡଳୀ ସ୍ପନ୍ଦନ ନେତ୍ରରେ, କର୍ଣ୍ଣରେ, ଘ୍ରାଣରେ, ସ୍ପର୍ଶରେ ମାଙ୍କର ସ୍ଥିତି। ମାଙ୍କୁ ଧୂପ ଦୀପ ନୈବେଦ୍ୟ ଅର୍ପଣ କରନ୍ତୁ। ପ୍ରଣାମ କରନ୍ତୁ। ମୋ ସହିତ କୁହନ୍ତୁ। या देवी सर्वभूतेषु माता महागौरीरूपेण संस्थिता नमस्तस्यै 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 नमो नमः। या देवी सर्वभूतेषु महागौरीरूपेण संस्थिता नमस्तस्यै 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 नमो नमः। या देवी सर्वभूतेषु महागौरीरूपेण संस्थिता नमस्तस्यै 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 नमो नमः। ବର୍ତ୍ତମାନ ଫିଲ୍ କର ଶକ୍ତିର ଧାରା ପ୍ରବାହିତ ହେଉଛି ମାଙ୍କର ତୃତୀୟ ନେତ୍ରରୁ ଧୀରେ ଧୀରେ ପ୍ରବେଶ କରୁଛି ଆପଣଙ୍କ ଶରୀର। ଧୀରେ ଧୀରେ ଏ ନିମ୍ନମୁଖୀ ऊर्जा ସ୍ପର୍ଶ କରିଛି ଆଜ୍ଞା ଚକ୍ରକୁ। ମସ୍ତିଷ୍କ ଜନିତ ସମସ୍ତ ବିକାର ଦୂର ହୋଇଯାଇଛି। ସ୍ପର୍ଶ କରିଛି ବିଶୁଦ୍ଧି ଚକ୍ରକୁ। ବିଶୁଦ୍ଧି ଚକ୍ର ଶୋଧନ ହେଇ ଚାଲିଛି। ଧୀରେ ଧୀରେ ସ୍ପର୍ଶ କରିଛି ଅନାହତ ଚକ୍ରକୁ। ହୃଦୟ ଜନିତ ବିକାର, ଶ୍ୱାସ ଜନିତ ବିକାର ଶୋଧନ ହେଇ ଚାଲିଛି। ଧୀରେ ଧୀରେ ସ୍ପର୍ଶ କରିଛି ଏଇ ଦିବ୍ୟ ऊर्जा ସାକ୍ରାଲ ଚକ୍ର। ସାକ୍ରାଲ ଚକ୍ରରେ ଥିବା ଅବରୋଧ, ମଣିପୁର ଚକ୍ରରେ ଥିବା ଅବରୋଧ ମୁକ୍ତ ହୋଇଯାଇଛି। ଫିଲ୍ କରନ୍ତୁ ନିଜର ହାଲକାପଣକୁ। ଧୀରେ ଧୀରେ ଏହି ନିମ୍ନମୁଖୀ ଶକ୍ତି ପ୍ରବାହିତ ହୋଇ ଚାଲିଛି ସ୍ୱାଧିଷ୍ଠାନ ଚକ୍ର ଆଉ ମୂଳାଧାର ଚକ୍ରକୁ। ସମସ୍ତ ଚକ୍ର, ସମସ୍ତ ऊर्जा କେନ୍ଦ୍ର ଆକ୍ଟିଭେଟ ହୋଇଯାଇଛି। ଆପଣଙ୍କ ଶରୀର ସମସ୍ତ ଅବରୋଧରୁ ମୁକ୍ତ ହୋଇଯାଇଛି। ସମସ୍ତ ବିକାରରୁ ମୁକ୍ତ ହୋଇଯାଇଛି। ପ୍ରଣାମ କରନ୍ତୁ ମାତାଙ୍କୁ। ମୋ ସହିତ କୁହନ୍ତୁ, ହେ ପରମେଶ୍ୱରୀ, ଭୁଲବଶତଃ ବୁଦ୍ଧି ଭ୍ରାନ୍ତ ହେବା କାରଣରୁ ଆମେ ଯେଉଁ ନ୍ୟୁନ କିମ୍ବା ଅଧିଭକ୍ତି କରିଛୁ ସେଥିପାଇଁ କ୍ଷମା କରନ୍ତୁ। ଆମକୁ ପ୍ରସନ୍ନ ହୁଅନ୍ତୁ। हे सच्चिदानंद स्वरूप परमेश्वरी, जगन्माता कामेश्वरी, आपण दयापूर्वक आमर ए पूजा स्वीकार करंतु। आम प्रति प्रसन्न हुंतु। वर्तमान अंजलि देवार समय होइछि। प्रस्तुत हो जातु अंजलि देवा पाई। धीरे धीरे अंजलि नियंतु। अंजलि रे रखंतु पुष्प, चंदन, बिल्वपत्र, तुलसी, अक्षत, ता सहित रखंतु मनरे थिबा दुख, अभिमान, अज्ञानतार दुख
ଶୋକ, ଭୟ, ଶାରୀରିକ ବ୍ୟାଧି, ଆର୍ଥିକ ସଙ୍କଟ, କେଉଁ ଜନ୍ମର କର୍ମ ବନ୍ଧନ, ଧୀରେ ଧୀରେ ଗୋଟିଏ ଗୋଟିଏ ପାଦ ପକେଇ ମାଙ୍କ ଆଡକୁ ଯାଆନ୍ତୁ। ମାଙ୍କ ପାଦ ତଳେ ସମର୍ପି ଦିଅନ୍ତୁ। ଫିଲ୍ କରନ୍ତୁ ଆନନ୍ଦର ଅଶ୍ରୁ ବହି ଚାଲିଛି। ଆପଣଙ୍କ ଆତ୍ମା ହୃଦୟ କୃତଜ୍ଞତାରେ ଭରି ଯାଇଛି। ଆଜି ଜୀବନରେ ଯାହା କିଛି ପ୍ରାପ୍ତ କରିଛନ୍ତି ସେଥିପାଇଁ କୃତଜ୍ଞତା ଅନୁଭବ କରୁଛନ୍ତି। ଯାହା କିଛି ପ୍ରାପ୍ତ କରିଛନ୍ତି ସେଥିପାଇଁ ସେ ସବୁକୁ ସ୍ୱୀକାର କରିଛନ୍ତି। ଭୂମିଷ୍ଠ ପ୍ରଣାମ କରନ୍ତୁ। ନମସ୍କାର ମୁଦ୍ରାରେ ହାତ ରଖନ୍ତୁ ହୃଦୟ ଚକ୍ର ନିକଟରେ। ମୋ ସହିତ କୁହନ୍ତୁ, ହେ ପରମେଶ୍ୱରୀ, ହେ ସୁରେଶ୍ୱରୀ, ଆମେମାନେ ଆହ୍ୱାନ କରି ଜାଣିନୁ, ଆମେମାନେ ଉପାସନା କରି ଜାଣିନୁ, ବିସର୍ଜନ କରି ଜାଣିନାହୁଁ। ଆମକୁ କ୍ଷମା କରନ୍ତୁ। ଆମେ ଆଜି ଯେଉଁ ମନ୍ତ୍ରହୀନ, କ୍ରିୟାହୀନ, ଭକ୍ତିହୀନ ପୂଜନ କ୍ରିୟା ସମାପ୍ତ କରିଛୁ ସେ ସବୁ ପ୍ରେମ ପୂର୍ବକ ସ୍ୱୀକାର କରନ୍ତୁ। ହେ ଦେବୀ ପରମେଶ୍ୱରୀ, ବୁଦ୍ଧି ଭ୍ରାନ୍ତି କାରଣରୁ ଆଜିର ପୂଜାରେ ଯଦି କୌଣସି ଅପୂର୍ଣ୍ଣତା ରହିଯାଇଛି ସେଥିପାଇଁ ଆମମାନଙ୍କୁ କ୍ଷମା କରିଦିଅନ୍ତୁ। ଆମମାନଙ୍କ ମନକୁ ପ୍ରକାଶିତ କରନ୍ତୁ। ଆମକୁ ବିନମ୍ରତା, ସତ୍ୟନିଷ୍ଠ ହେବାର, ବୁଦ୍ଧିମାନ ହେବାର ଶକ୍ତି ପ୍ରଦାନ କରନ୍ତୁ। ଆମେ ଆପଣଙ୍କର ମହାଶକ୍ତି ଉପରେ ବିଶ୍ୱାସ କରୁ। ଆମକୁ ସହାୟତା ପ୍ରଦାନ କରନ୍ତୁ। ଫ୍ରେଣ୍ଡସ୍, ଫିଲ୍ କରନ୍ତୁ ମାତାଙ୍କର ଆଶୀର୍ବାଦ ଭରାର ହାତର ସ୍ପର୍ଶ ଆପଣଙ୍କ ମସ୍ତିଷ୍କରେ। ମା କହୁଛନ୍ତି, ଯଶସ୍ୱୀ ଭବ, କୀର୍ତ୍ତିମାନ ଭବ, ବୁଦ୍ଧିମାନ ଭବ, ଆୟୁଷ୍ମାନ ଭବ। ମନରେ ଭରି ନିଅନ୍ତୁ ଆନନ୍ଦ। ଫିଲ୍ କରନ୍ତୁ ଆପଣ ପୂର୍ଣ୍ଣ ସୁରକ୍ଷିତ। ସ୍ଥିର ହୋଇ କିଛି ସମୟ ବସନ୍ତୁ। ଏହି ସ୍ଥିତିରେ ଆଉ 5 ମିନିଟ୍ ଫ୍ରେଣ୍ଡସ୍, ଧୀରେ ଧୀରେ ପୂର୍ଣ୍ଣ ଜାଗ୍ରତ ଭାବରେ ନୂତନ ଜ୍ଞାନ ସହିତ ଫେରି ଆସନ୍ତୁ ପଞ୍ଚଭୂତର ନୂତନ ଶରୀରକୁ। ଫିଲ୍ କରନ୍ତୁ ଶରୀରକୁ। ଧନ୍ୟବାଦ ଦିଅନ୍ତୁ, କୃତଜ୍ଞତା ଜ୍ଞାପନ କରନ୍ତୁ ଶରୀରକୁ। ଆଜି ଏତେ ସମୟ ଧ୍ୟାନ ଯାତ୍ରାରେ ସହଯୋଗ କରିଥିବାରୁ କୃତଜ୍ଞତାରେ ଭରି ଦିଅନ୍ତୁ, ଆନନ୍ଦରେ ଭରି ଦିଅନ୍ତୁ, ସନ୍ତୁଷ୍ଟିରେ ଭରି ଦିଅନ୍ତୁ ଏ ଶରୀରକୁ। ଧନ୍ୟବାଦ ଦିଅନ୍ତୁ ଆଜି ଆମ ସହିତ ସୂକ୍ଷ୍ମ ରୂପରେ ଯୋଡ଼ି ହୋଇଥିବା ଗୁରୁମଣ୍ଡଳୀଙ୍କୁ। ଧନ୍ୟବାଦ ଦିଅନ୍ତୁ ସମସ୍ତ ମାତୃଶକ୍ତିକୁ, ମାତା ବସୁନ୍ଧରାଙ୍କୁ। ଧନ୍ୟବାଦ ଦିଅନ୍ତୁ ଆଜିର ସମୟକୁ, ଆଜିର ସାମୂହିକ ଶକ୍ତିକୁ। ଧନ୍ୟବାଦ ଦିଅନ୍ତୁ ଆଜି ଆମକୁ ସହଯୋଗ କରିଥିବା ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟକୁ। ଧନ୍ୟବାଦ ଦିଅନ୍ତୁ ଆପଣଙ୍କ ଭିତରେ ଥିବା ଅଗ୍ନି ତତ୍ତ୍ୱକୁ।
जे आपण को जागृत करी रखिछि आपण प्रचुर मात्रा रे विश्व शक्ति प्राप्त करिसेंती ज्ञान प्राप्त करिसेंती धन्यवाद दियंतु आपण को जन्मदाता जन्मदात्री माता पिता को धीरे धीरे कोमलता सहित हाथ पापुली को बंद आखि पूरी रखंतु हाथर उष्णता को फील करंतु अनुभव करंतु मस्तिष्क अंधकार को फील करंतु अनुभव करंतु एही मस्तिष्क रे क्षरण हो चली सेरोटोनिन मेलाटोनिन रसायन आनंद चिन्मय रस प्रवाहित हो चली मुंडरू पाद पर्यंत समाहित कर ए दिव्य शक्ति को दिव्य हिलिंग एनर्जी को दिव्य रसायन को आओ 5 सेकेंड 5 4 3 2 1 0 पापुली भितर आखि खोलतु आज भल ध्यान करिथिबारु धन्यवाद दियंतु शाबाशी दियंतु अनम्यूट करी क्लाप करंतु आज मते ध्यान निर्देशना देवा पाई सुजोग देथिबारु धन्यवाद 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 मैडम धन्यवाद 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 रेकॉर्डिंग बंद करूँ धन्यवाद धन्यवाद रेकॉर्डिंग